ସେତେବେଳେ କହିଲେନି ଚା ଟିକେ କ'ଣ ନେଇପାରିବେ ଏତେ ନାଗେ ପିଇବି ବୋଲି। ବୋଉ ଚାଲ ହେଇଗଲାନି ବସିଥାଉ ମୁଁ ନେଇକି ଯାଉଛି। ହଉ। ଆଜି ତ ରାକ୍ଷୀ ପୂର୍ଣ୍ଣିମା ଅଛି ଯାଉଛି ବୋଉଙ୍କୁ କହିବି ମୋତେ ଟିକେ ଘରକୁ ଛାଡ଼ିବେ 2-4 ଦିନ ପାଇଁ ମୁଁ ଯିବି ବୁଲିବା ପାଇଁ। ଆଉ ଭାଇକି ବି ଟିକେ ରାକ୍ଷୀ ବାନ୍ଧିବି। ବୋଉ ଚା ନିଅ ଭାଇ ସାଇଡ୍ ଥୋଇଦେ। ହଁ ମୁଁ ବୋଉ ଦେଇଦେବି। ମୁଁ ଗୋଟେ କଥା କହିଥାନ୍ତି। କ'ଣ? ଆଗକୁ ରାକ୍ଷୀ ପୂର୍ଣ୍ଣିମା ଅଛି ଟିକେ ଘରକୁ ଯାଇଥାନ୍ତି ଭାଇ ହାତ ରାକ୍ଷୀ ପିନ୍ଧିବା ପାଇଁ। ତୋତେ ଭାଇ ବି ଆମର ଦେଖାନା। ହଁ ମୋ ଝିଅ ଆସିବ 3 ଦିନ ନେଇକରେ ଆଉ ଭୁବନେଶ୍ୱରରୁ ତାକୁ ବନ୍ଦ କରିକି ଦେବ କି? ଯା ଚୁପଚାପ ଘର। ହଉ ବେଶୀ ଦେଖେଇ ହେଉଛି। ଚା ନିଅ। ହଁ ହଁ ଚା ଟିକେ ଦରକାର ଖାଲି ଯାଉଛି ଆଉ ଏଇଟା ଟିକେ ବାନ୍ଧି ଦିଏ ଖାଲି ପିଇବି। କାମ କେତେ ସରିବ? ହଁ ସରିବ ଆଉ ଆ ଭିତରେ ସରିଲାଣି ଆଉ ଅଳ୍ପ ଟିକେ ନ ରହିଲାଣି ଆଉ। ହେଇ ରାକ୍ଷୀ ପୂର୍ଣ୍ଣିମାକୁ କେତେ ଦିନ ରହିଲାଣି? ରାକ୍ଷୀ ପୂର୍ଣ୍ଣିମା 6 ଦିନ ରହିଲା ବା। 6 ଦିନ ରହିଲା? ହଁ। ତମ ଘରକୁ ଯିବନି କେତେଥର ରାକ୍ଷୀ ବାନ୍ଧିବାକୁ? ନାଇଁ ମୁଁ ଯିବିନି। କାହିଁ କ'ଣ ଅସୁବିଧା କ'ଣ ହେଲା କି? ନାଇଁ ଯିବିନି। ଯାଉନ ଟିକେ ବାନ୍ଧି ଆସିବ ଭାଇ ହାତରେ ରାକ୍ଷୀ। ଏଇ ବୋଉକୁ କହୁନ ଛାଡ଼ିବ ଟିକେ ରାକ୍ଷୀ ପୂର୍ଣ୍ଣିମାକୁ ଯିବ ବାନ୍ଧି ଆସିବ। ବୋଉଙ୍କୁ କହିଥିଲି କିନ୍ତୁ ବୋଉ କହିଲେ ନାଇଁ ଯିବୁ। ବୋଉ ମନା କଲା? ଆରେ ହେଇ ସେଦିନ ମୋତେ ତମେ କ'ଣ କହୁଥିଲ? ମା ସବୁବେଳେ ମା। ଆରେ ତାକୁ ଯେତେବେଳେ ମୁଁ ସାପତ ମା ବୋଲି କହିଦେଇଥିଲି ସିଏ ମୋତେ ବାଡ଼େଇଥିଲା ଘରେ। ତମେ ଯେତେବେଳେ ମୋତେ କ'ଣ କହୁଥିଲ ମୁଁ ଯେତେବେଳେ ଘରୁ ବାହାରିଥିଲି ପଦାକୁ ପଳେଇବାକୁ ତମେ କ'ଣ କହିଲ ମୋତେ? ନା ନା ସେ ଭୁଲ କରନି, ମା ହେଉଛି ସବୁବେଳେ ମା। ଇଏ କ'ଣ ସେଇ ମା? ଆରେ ଦେଖିଲ ଆଜି ନିଜର ମାଆଟିଏ ନାହିଁ ବୋଲି ସାପତ ମାକୁ ମା କରି ରଖିଲେ ବି ସିଏ ମାଆର ପ୍ରେମ ଦେଇପାରୁନି। ଏତିକିଟା ମନେ ରଖିଥାଅ। ମନରକ ଜୀବନରେ ଗୋଟାଏ କଥା ମୁଁ ତମକୁ କହୁଛି, ନିଜ ମା ଆଉ ସାପତ ମା ଭିତରେ ବହୁତ ଆକାଶ ପାତାଳ ଥାଏ। ଯେମିତିକି ଦୀପ ଆଉ ମହମବତୀ ପରି। ଏତିକିଟା ମନେ ରଖ। ଆରେ ମୁଁ ଇଆଡ଼ୁ ସିଆଡ଼ୁ କହୁନି, ଏ ଦୁନିଆ ସାରା ଲୋକ ଯାହାକୁ ପଚାରିବ ସିଏ ଗୋଟାଏ କଥା କହିବେ। ଆରେ ନିଜ ମା ଆଉ ସାପତ ମା ଭିତରେ ଆକାଶ ପାତାଳ ଏଇଆ ଯେ ଦୀପ ଆଉ ମହମବତୀ ପରି। ମନେ ରଖିଥାଉ, ଗୋଟେ ଦୀପ ଯଦି ଜଳୁଥିବ ନା ଦୀପ ତଳ ସବୁବେଳେ ଅନ୍ଧାର ଥାଏ। କାହିଁକି କହିଲ? ସେ ଦୀପ କେତେ କଷ୍ଟ ସହି ଯେ ତା ତଳଟା ଅନ୍ଧାର କିନ୍ତୁ ଏ ସାରା ଦୁନିଆକୁ ଆଲୋକ ଦେବାକୁ ଚେଷ୍ଟା କରେ। ସେ ଦୀପଟି ସାରା ଦୁନିଆକୁ ଯେତେବେଳେ ଆଲୋକ ଦେବାକୁ ଚେଷ୍ଟା କରେ ନା ସିଏ ତା ତଳଟା ଅନ୍ଧାର କରିକି ରଖେ। ଠିକ୍ ସେମିତି ନିଜ ମା'କୁ ଯେତେ କଷ୍ଟ ଆସୁ, ଯେତେ ଛୁଆ ପିଲା ଭଲ ମନ୍ଦ ଯେତେ କଷ୍ଟ ଦେଉଛନ୍ତି ଦିଅନ୍ତୁ, କିନ୍ତୁ ମା ସବୁ ତା ଯନ୍ତ୍ରଣାକୁ ସହିଯାଏ। କାହିଁକି ନା ସିଏ ହେଉଛି ନିଜ ମା। ଇଏ ତ ବୁଝେଇଲି ତମକୁ ଦୀପ ହିସାବରେ କହିଦେଲି ନା ମାଆର ଅର୍ଥଟା କ'ଣ, ବୁଝିପାରିଲ ତ? ବାସ୍। ଆଉ ଖାଲି ରହିଲା ସାବତ ମା ଆଉ ମହମବତୀ କ'ଣ ସାବତ ମା କ'ଣ ତାକୁ ମୁଁ ବୁଝେଇଦେବି ହେଲା। ନିଜ ମା ଆଜି ଥିଲେ ଆମକୁ ହଇରାଣ ହେବାକୁ ପଡ଼ିନଥାନ୍ତା। ଆଉ ତମେ ଯେଉଁ ପଚାରିଲନି ବୋଉ ରାକ୍ଷୀ ବାନ୍ଧିବାକୁ ଯିବି, ଆରେ ନିଜ ମା ଥିଲେ ସିଏ କ'ଣ ସମ୍ପର୍କର ମୂଲ୍ୟ ବୁଝିଥାନ୍ତା। ଏତିକିଟା ମନେ ରଖିଥାଉ। ସିଏ ବି ଗୋଟେ ଝିଅ କମେଇଛି, ଏତିକିଟା ମନେ ରଖ। ନିଜ ମା ଥିଲେ ଭାଇ ଭଉଣୀର ସମ୍ପର୍କ କ'ଣ ସିଏ ରାକ୍ଷୀ ପୂର୍ଣ୍ଣିମାରେ ସିଏ ଜାଣିଥାନ୍ତା ହେଲା। ସିଏ ସିନା ନିଜ ମା ହେଇଥିଲେ ହବ। ଛାଡ଼ ଯାଅ। ହଁ ହଁ।